ବନ୍ୟା ପାଣି କମିବା ପରେ ଏବେ ଚିନ୍ତାର ନୂଆ କାରଣ ପାଲଟିଛି ଝାଡ଼ା ବାନ୍ତି ଓ ହଇଜା ଭଳି ଭୟାବହ ରୋଗର। ଦୂଷିତ ପାଣି ଓ ଅସ୍ୱଚ୍ଛ ପରିବେଶ ଯୋଗୁଁ ବିଚ୍ଛିନ୍ନ ଅଞ୍ଚଳରେ ଲୋକ ଅସୁସ୍ଥ ହୋଇଥିବାର ଖବର ମିଳୁଛି। ଲୋକମାନଙ୍କ ଭିତରେ ଚିନ୍ତା ଏବଂ କୋକୁଆ ଭୟ ଖେଳିଗଲାଣି। ସ୍ୱାସ୍ଥ୍ୟ ବିଭାଗ ସଚେତନତା ଅବଲମ୍ବନ କରିବା, ଶୁଦ୍ଧ ଜଳ ପାଣି ପିଇବା ଏବଂ ପରିଷ୍କାର ପରିଚ୍ଛନ୍ନତା ରଖିବାକୁ ପରାମର୍ଶ ଦେଉଥିବା ବେଳେ ଏବେ ଲୋକଙ୍କର ଭୟ ବଢ଼ିବାରେ ଲାଗିଛି। ଏବେ ବନ୍ୟା ପାଣି କମିବା ପରେ ଘରେ ଘରେ ଝାଡ଼ା ବାନ୍ତି ଏବଂ ହଇଜା ବ୍ୟାପିବାରେ ଲାଗିଛି। ଦୂଷିତ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକ ଅସୁସ୍ଥ ହେବାର ଖବର ମଧ୍ୟ ମିଳୁଛି। ସ୍ୱାସ୍ଥ୍ୟ ବିଭାଗ ସଚେତନତା ଅବଲମ୍ବନ କରିବା ସହିତ ବିଶୁଦ୍ଧ ପାଣିରେ ବ୍ଲିଚିଂ ପାଉଡର ଏବଂ ପାଣିକୁ ଶୁଦ୍ଧ କରି ପିଇବା ପାଇଁ ପରାମର୍ଶ ଦେବା ସହିତ କୂଅମାନଙ୍କରେ ବ୍ଲିଚିଂ ପାଉଡର ଏବଂ କୁଣ୍ଡମାନଙ୍କରେ ବ୍ଲିଚିଂ ପାଉଡର ପକାଇ ତାହାକୁ ଶୁଦ୍ଧ କରି ପିଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଚେତନତା କରୁଛନ୍ତି। ତେବେ ପରିଷ୍କାର ଓ ପରିଚ୍ଛନ୍ନତା ରଖିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହି ପରାମର୍ଶ ଭିତରେ ମଧ୍ୟ ଦେଖିବାକୁ ମିଳୁଛି ଏହି ବନ୍ୟା ଜଳରେ ଆକ୍ରାନ୍ତ ହୋଇ ଝାଡ଼ା ବାନ୍ତି ହଇଜା ବ୍ୟାପିବାରେ ଲାଗିଛି। ତେବେ ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡ଼ିକ ମଧ୍ୟ ଏହି ବନ୍ୟା ଜଳରେ ପ୍ରଭାବିତ ହୋଇଥିବାରୁ ସେଠାରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଠିକରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ସମ୍ଭବ ହୋଇପାରୁନାହିଁ। ତେବେ ଲୋକମାନଙ୍କର ଦୁର୍ଦ୍ଦଶା କହିଲେ ନ ସରେ। ବନ୍ୟା ପାଣି ଏବେ ଧୀରେ ଧୀରେ କମିବାରେ ଲାଗିଛି। ତା ଭିତରେ ଲୋକମାନେ ଆହୁରି ଏକ ବିପଦକୁ ସାମ୍ନା କରୁଛନ୍ତି, ଯାହାକି ଘରେ ଘରେ ଝାଡ଼ା ବାନ୍ତି ଏବଂ ହଇଜା ବ୍ୟାପିବାରେ ଲାଗିଛି। ବ୍ୟୁରୋ ରିପୋର୍ଟ ଓମକାର ନ୍ୟୁଜ୍ ଓଡ଼ିଆ।